ଆମର କନଫରେନ୍ସ ଉପଦେଶ ମତ ପାଇବ ମୋଦି ପାଖାପାଖି 350 ଜଣ କ୍ୟାଡର ଏଠିକି ଆସିଥିଲେ। ସରକାରଙ୍କର କାଳକ୍ଷେପଣ ନୀତି ଆମର ଯେଉଁ ଦାବି ଅଛି ଯେଉଁଟା ଏବଂ ନ୍ୟାଯ୍ୟ ଦାବିକି କାଳକ୍ଷେପଣ ନୀତିକି ଟିକେ ଅସନ୍ତ ପ୍ରକାଶ କଲେ ଏବଂ କହିଲେ ତଥାପି ଧୈର୍ଯ୍ୟ ସହିତ ସରକାରଙ୍କୁ ମାସେ ସମୟ ଦିଅନ୍ତୁ। ସରକାର ଏହାକୁ ଅତି ଚତୁରତାର ସହିତ ନ ଏଡ଼େଇ ଯାଇକି ଏହାକୁ ସିରିୟସ୍ ଭାବରେ ନେଇକି ଶୀଘ୍ର ଡିମାଣ୍ଡ ପୂରଣ କରିବାକୁ ଚେତାବନୀ ଦିଆଯାଉ ବୋଲି ଆଜି ଏଥିରୁ କନକ୍ଲୁଜନ୍ କର। ସାର୍ ଓପିଡି ଆପଣ ବନ୍ଦ କରିଦେଇଥିଲେ ସେ ଯେଉଁ ସରକାର ଉପରେ ଏହାର ପ୍ରଭାବ ପଡ଼ିଥିଲା ଏବଂ ଆପଣଙ୍କ ଦାବିକୁ ମଧ୍ୟ ସରକାର ଗ୍ରହଣ କରିଥିଲେ ଯେ ଏଥର କ'ଣ ସେମିତି କିଛି ନା ମାସେ ସମୟ ପରେ ଆପଣ ଗୋଟେ ଆଟାକ୍ କରିବେ? ନାଇଁ ଆମେ ଦାୟିତ୍ୱ ଦେଲା ଜେନେରାଲ ବଡି ଦ ସୁପ୍ରିମ୍ ଅଥରିଟି ଅଫ୍ ଦି ଏୟାର ଆସୋସିଏସନ୍ ସେ ଦାୟିତ୍ୱ ଦେଲା କ୍ୟାଡର ମାନଙ୍କ ଭିତରେ ଆଲୋଚନା ହେଲା ଏବଂ ସରକାରଙ୍କୁ ନେଗୋସିଏସନ୍ ପାଇଁ ଆମକୁ ଦାୟିତ୍ୱ ଦେଲେ ସରକାରଙ୍କୁ ବୁଝାଯାଉ ଏଗୁଡ଼ାକ ବହୁତ ଦିନ ନ୍ୟାଯ୍ୟ ଦାବି ସରକାରଙ୍କୁ ଆମେ କୋଅପରେଟ୍ କରି ସେତେବେଳେ ଆମେ ଆମ ଷ୍ଟ୍ରାଇକ୍କୁ ପୋଷ୍ଟପୋନ୍ କରିଥିଲୁ। ତେଣୁ ସରକାରଙ୍କୁ ଆଉ ଥରେ କଥାବାର୍ତ୍ତା କରାଯାଉ ଆଜି ସାଧାରଣ ଅଧିବେଶନ ଆମକୁ ଆମକୁ ଭାରପ୍ରାପ୍ତ ମୁଁ ସଂକ୍ଷେପରେ ଆପଣଙ୍କୁ କହିବି ସବୁ ଡିମାଣ୍ଡ ଗୁଡ଼ିକ ନ୍ୟାଯ୍ୟ। ଡାକ୍ତରଙ୍କର ମର୍ଯ୍ୟାଦା ଡାକ୍ତରଙ୍କର ବେତନର ପ୍ରଶ୍ନ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତରମାନଙ୍କୁ ଭଲରେ ରଖିବା ଉଚିତ ଏଇଟା ସରକାରଙ୍କର ଗୋଟେ ନିୟମ ହେବା ଉଚିତ। ତେଣୁ ଦାବିଗୁଡ଼ିକ ଯଥାର୍ଥ ବୋଲି ଆମେ ବାରମ୍ବାର କହିଯାଇଛୁ ଦାବିଗୁଡ଼ିକ ପୂରଣ ହେବା ଉଚିତ। ଦାବିଗୁଡ଼ିକ ପୂରଣ ହେବା ପାଇଁ ଆମେ ମଧ୍ୟ ଅତୀତରେ କିଛି ଧର୍ମଘଟରେ ସାମିଲ ହେଇଛୁ ଘଣ୍ଟେ ବା 2 ଘଣ୍ଟା ଓପିଡି ଏହା ସତ୍ୟ ସକ୍ସେସଫୁଲ୍ ମଧ୍ୟ ହେଇଛି। ସରକାର ସେଥି ନିମନ୍ତେ ଆମକୁ ଡାକିକି କହିଥିଲେ ଆମେ ସବୁଗୁଡ଼ିକ କରିଦେବୁ। କିନ୍ତୁ ଦୁର୍ଭାଗ୍ୟର ବିଷୟ 3 ମାସ ଭିତରେ ଯେଉଁ କମିଟି ଗଠନ କଥା କୁହାହେଲା ସେ ଥରିଏ ବସିଲା ଜାନୁଆରୀ 12 ତାରିଖ। କ୍ୟାଡରମାନେ ଅଶାନ୍ତ ଉତ୍କ୍ଷିପ୍ତ ହେବା ସ୍ୱାଭାବିକ। ଡାକ୍ତରମାନଙ୍କୁ ଏହା କ'ଣ ଅବହେଳା ନୁହେଁ? ଦାବିଗୁଡ଼ିକ ଆମେ ସବୁବେଳେ କରିବୁ ବୋଲି ପ୍ରତିଶ୍ରୁତି କିନ୍ତୁ କାର୍ଯ୍ୟକ୍ଷେତ୍ରରେ କିଛି ହେଇନାହିଁ। କୌଣସି ନୋଟିଫିକେସନ୍ ଏପର୍ଯ୍ୟନ୍ତ ହେଇପାରିଲା ନାହିଁ। ତେଣୁ ଜେନେରାଲ ବଡି ଆଜି ଡିସାଇଡ୍ କଲା ଯେ ଏମିତି ଅମର୍ଯ୍ୟାଦା ସହିତ ବଞ୍ଚିବା ଅପେକ୍ଷା ସରକାରଙ୍କ ପାଖରେ ରହିବା ଅପେକ୍ଷା କିଛି ଗୋଟେ ଦୃଢ଼ ନିଷ୍ପତ୍ତି ନିଆଯାଉ ଯେଉଁଥିପାଇଁ ଆମେ ଆଜି ସଂଘବଦ୍ଧ ଭାବରେ ବସିଛୁ। ଏକ୍ସଟ୍ରା ଅର୍ଡ଼ିନାରୀ ଜେନେରାଲ ବଡି ଗୋଟେ ଡିସିସନ୍ ଆମେ ନେଉଛୁ ଯେଉଁଥିରେ ଆମେ ସରକାରଙ୍କର ଏଇ ଯେଉଁ କାର୍ଯ୍ୟକ୍ରମକୁ ଘୋର ବିରୋଧ କରି ଆମେ ହୁଏତ କିଛି ଗୋଟେ ଡ୍ରାଷ୍ଟିକ୍ ଷ୍ଟେପ୍ ଆଡ଼କୁ ଯିବୁ ଯଥା ସମସ୍ତେ ସରକାରଙ୍କ ପାଖରୁ ରିଜାଇନ୍ କରିବୁ ଏନ୍ ମାସେ ଅର୍ଥାତ୍ କାମକୁ ଆଉ ଆସିବୁ ନାହିଁ। କାମ ଆମେ ଆସିବୁ ନାହିଁ। ଆମେ ମାସେ 1.5 ମାସ ସମୟ ଦେବୁ ସରକାରଙ୍କୁ ତାପରେ କହିବୁ ଆମେ କାମକୁ ଆସିବୁ ନାହିଁ। କାରଣ ଆମେ ତ କିଛି ମିଳିଲା ନାହିଁ ବେତନ ମିଳିଲା ନାହିଁ ମର୍ଯ୍ୟାଦା ମିଳିଲା ନାହିଁ ସୁରକ୍ଷା ମିଳିଲା ନାହିଁ ଗୋଟେ ସ୍ପେଶାଲିଷ୍ଟ ଇନସେଣ୍ଟିଭଟେ ବି ହେଇପାରୁନି ଯେଉଁଟା ସାଧାରଣ ଜିନିଷ ଅତି ନ୍ୟାଯ୍ୟ ରିଷ୍ଟ୍ରକ୍ଚରିଂ ହେଇପାରୁ ନାହିଁ। ତାହେଲେ ଆମେ କାମରେ ଆମର ଆନ୍ତରିକତା ଆସିବ କେଉଁଠି ଆମେ କାମ କ'ଣ କରିବୁ? ସୋ वी आर ପ୍ଲାନିଂ ଜିବି ହାଜ୍ ଡିସାଇଡେଡ୍ ଟୁ ଗୋ ଫର୍ ରେଜିଗ୍ନେସନ୍ ଏନ୍ ମାସେ ସମସ୍ତେ ରିଜାଇନ୍ କରିବେ। ସ୍ୱାସ୍ଥ୍ୟ ସେବା ଠପ୍ ହେବାର ସମ୍ଭାବନା ରହିଛି। 1 ମାସ ସମୟ ଦେବେ ସରକାର ସେହି ପ୍ରକାର ଆମେ ଡିସିସନ୍ ଆମେ ନେଇଛୁ।